ଲହରୀ ମାନଙ୍କର ମୁନ୍ସି। ସେତେବେଳେ ବ୍ରିଟିଶ ସରକାର ନୂଆ ନୂଆ ଆସିଥାନ୍ତି। କାମଶାସ୍ତ୍ରୀ ବ୍ରାହ୍ମଣ ମାନଙ୍କର କାମ କେରଟା ବା ଲହର ମୁନ୍ସି ଥିଲେ। କାମଶାସ୍ତ୍ରୀ ସାଧାରଣ ବ୍ୟକ୍ତି ନଥିଲେ, ସେ ଭାରି ଚାଲାକ ଥିଲେ, କିନ୍ତୁ ଲାଞ୍ଚୁଆ ଥିଲେ। ସମସ୍ତଙ୍କ ଠାରୁ ଲାଞ୍ଚ ନେଉଥିଲେ, କାହାକୁ ଛାଡ଼ୁ ନଥିଲେ। ସେହି ଗ୍ରାମରେ ଜଣେ କଲେକ୍ଟରଙ୍କର କିଛି ଜମି ଥିଲା। ସେ ସେହି ଜମିର କର ଦେବା ପାଇଁ କିଛି ଟଙ୍କା ପଠାଇଲେ। ମୁନ୍ସି କହିଲେ ଯେ ଯଦି ସାମାନ୍ୟ ଲାଞ୍ଚ ଦିଆ ନଯାଏ ତେବେ ସେ ଜମା କରିବେ ନାହିଁ। କଲେକ୍ଟର ବହୁତ ଚେଷ୍ଟା କଲେ, କିନ୍ତୁ କିଛି ଲାଭ ହେଲା ନାହିଁ। ସେ ମନେ ମନେ ରାଗିଗଲେ। ଏତିକି ବେଳେ ଗାଁର ଲୋକେ ଅଭିଯୋଗ କଲେ ଯେ ଏଇ ମୁନ୍ସି ବହୁତ ଲାଞ୍ଚ ନେଉଛି, ଆମକୁ ବ୍ୟତିବ୍ୟସ୍ତ କରିଦେଲାଣି। ରେଭିନ୍ୟୁ ବୋର୍ଡର ବଡ଼ ବଡ଼ ଅଫିସରଙ୍କ ପାଖକୁ ଅଭିଯୋଗ ଗଲା। ଗୋଟିଏ ଅଭିଯୋଗ ପତ୍ର ଲଣ୍ଡନର ପିଭି କାଉନସିଲ ପାଖରେ ପହଞ୍ଚିଲା। ସମସ୍ତଙ୍କର ବରିଷ୍ଠ ଅଧିକାରୀଙ୍କ ପାଖକୁ ମୁନ୍ସିଙ୍କ ବିଷୟରେ ଅଭିଯୋଗ ପଠେଇ ଦିଆଗଲା। ମୁନ୍ସିଙ୍କୁ ଦଣ୍ଡ ଦିଆଯିବା ନିଶ୍ଚିନ୍ତ ହୋଇଗଲା। ସମସ୍ତେ ମୁନ୍ସିଙ୍କୁ ଦଣ୍ଡ ଦେବା ପାଇଁ ଉଦ୍ୟମ କଲେ। ମୁନ୍ସିଙ୍କୁ କ'ଣ ଦଣ୍ଡ ଦିଆଯିବ ସେଥିପାଇଁ ଗୋଟିଏ କମିଟି ତିଆରି କରାଗଲା। ଏହା ନିର୍ଣ୍ଣୟ କରାଗଲା ଯେ ମୁନ୍ସିଙ୍କୁ 1 ବର୍ଷ ପର୍ଯ୍ୟନ୍ତ ମହାସମୁଦ୍ର ମଝିରେ ଗୋଟିଏ ଦ୍ୱୀପରେ ଛାଡ଼ି ଦିଆଯିବ। ବର୍ଷକ ପାଇଁ ଆବଶ୍ୟକ ଖାଦ୍ୟପଦାର୍ଥ ଦିଆଯିବ। ଏହି ନିର୍ଣ୍ଣୟ ଯେତେବେଳେ ଭାରତର ଗଭର୍ଣ୍ଣରଙ୍କ ପାଖରେ ପହଞ୍ଚିଲା, ମୁନ୍ସିଙ୍କୁ ମଧ୍ୟ ଖବର ମିଳିଲା। ତାଙ୍କୁ କୁହାଗଲା ଯେ ବର୍ଷକ ପାଇଁ ଆବଶ୍ୟକ ଜିନିଷ ପାଇଁ ଦରଖାସ୍ତ ଦିଅ। ମୁନ୍ସି ବିଭିନ୍ନ ଜିନିଷ ସହିତ 10 ରିମ୍ କାଗଜ, କାଳି, କଲମ, ପେନସିଲ ପାଇଁ ଆବେଦନ କଲେ। ଯେତେବେଳେ ଏହି ସୂଚନା ମିଳିଲା, ଅଧିକାରୀମାନେ ସବୁ ଜିନିଷପତ୍ର ଦେଇ ତାକୁ ଷ୍ଟୀମରରେ ଚଢ଼ାଇ ଦେଲେ। ମୁନ୍ସି ଯେତେବେଳେ ଦ୍ୱୀପରେ ପହଞ୍ଚିଲା, ସେ କାଗଜର ଖାତା ତିଆରି କଲା। ତାକୁ ବାନ୍ଧି ତା ଉପରେ ଗାର ଟାଣିଲା, ଲେଖା ଆରମ୍ଭ କଲା। 10ଟି ଲହରୀ କୂଳ ପର୍ଯ୍ୟନ୍ତ ଆସିଲା ଏବଂ 2ଟି ଫେରି ଚାଲିଗଲା। ଏହିପରି ଯାହା ମନକୁ ଆସିଲା ସେ ଲେଖିଲା। ଖାତା ସରିଗଲା। ଏତିକି ବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀର ଜାହାଜ ସେହି ଦ୍ୱୀପକୁ ଆସିଲା। ମୁନ୍ସି ତାକୁ ଅଟକାଇଲା। 100 ଟଙ୍କା ରସିଦ ଦେଇ ସେମାନଙ୍କୁ ଜିନିଷ ଆଣିବା ପାଇଁ କହିଲା। ଏ ରସିଦ କ'ଣ? ତୁମେ କିଏ? ଯେ ପର୍ଯ୍ୟନ୍ତ ଏହା ଦେବେ ନାହିଁ ଷ୍ଟୀମର ବନ୍ଦରକୁ ଯାଇପାରିବ ନାହିଁ। ମୁଁ ଲହରୀମାନଙ୍କର ମୁନ୍ସି। ଦେଖ, ଏ ହେଉଛି ମୋ ଖାତାର ରେକର୍ଡ। ମୁନ୍ସି କହିଲା। ଇଂରେଜ ଜଣକ 100 ଟଙ୍କା ଦେଇ ରସିଦ ପଛରେ ଲେଖିଦେଲେ ଲହରୀମାନଙ୍କର ମୁନ୍ସିକୁ ଦିଆଯାଇଥିବା ମୂଲ୍ୟ। ତାପରେ ଏହିପରି ଭାବରେ ଯେଉଁ ଜାହାଜ ଯାଉଥିଲେ, ମୁନ୍ସି ତାଙ୍କଠାରୁ 100 ଟଙ୍କା ଆଦାୟ କରୁଥିଲା। ସେ ଯେଉଁ ରସିଦ ଦେଇଥିଲା ତାହା ମୁଖ୍ୟ କାର୍ଯ୍ୟାଳୟରେ ଇଂଲଣ୍ଡରେ ପହଞ୍ଚିଲା। ସେଠାରେ ଅଡିଟର ଆପତ୍ତି କଲେ ଯେ ସେ ସବୁ ଲେଖାଯାଇଥିବା ରସିଦ, ଛପାଯାଇଥିବା ରସିଦ କାହିଁ, ନଚେତ୍ ହିସାବ ଠିକ ହେବ ନାହିଁ। ସେ ଏହାକୁ ଭାରତକୁ ଲେଖି ପଠାଇଲେ। ଏହି ପତ୍ର ଜିଲ୍ଲା କଲେକ୍ଟରଙ୍କ ପାଖରେ ପହଞ୍ଚିଲା। ଶେଷରେ ପଚରାଉଚରା କରାଯାଇ ଜଣାପଡ଼ିଲା ଯେ ରସିଦ ଲେଖିଲାବାଲା ହେଉଛି କାମଶାସ୍ତ୍ରୀ, ଯେ କି ସମୁଦ୍ରରେ ଏକ ଦ୍ୱୀପରେ ଦଣ୍ଡ କାଟୁଛି। ଏତେ ଦକ୍ଷ ବ୍ୟକ୍ତି। ଏହା ଚିନ୍ତା କରି ସରକାର ଘୋଷଣା କଲେ ଯେ ମୁନ୍ସିକୁ ଯାହା ବି ଦିଆଯାଇଛି ତାହା ଲାଞ୍ଚ ନୁହେଁ, ମାମୁଲ। ସେ କାମଶାସ୍ତ୍ରୀର ଦଣ୍ଡବିଧାନ ଫେରାଇ ନେଲେ।